ସାରସମାଲ ଛକ ନିକଟରୁ ବୋଲେରୋ ଗାଡ଼ି ଏବଂ ଟଙ୍କା ସହ 4 ଜଣ ବ୍ୟକ୍ତି ଗିରଫ। ରାମପୁର ଥାନାରେ ମାମଲା ରୁଜୁ। ମିଳିଥିବା ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକଙ୍କ ନିର୍ଦ୍ଦେଶ କ୍ରମେ ରାମପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ସାରସମାଲ ଛକ ନିକଟରେ ଗତ 30 ତାରିଖ ରାତ୍ରିକାଳୀନ ବ୍ଲକିଂ କରୁଥିବା ବେଳେ ଉକ୍ତ ରାସ୍ତା ଦେଇ ପ୍ରାୟ ରାତି 1 ଘଣ୍ଟା ସମୟରେ ବରପାଲି ପଟୁ ଆସୁଥିବା ଏକ ବୋଲେରୋ ଗାଡ଼ିକୁ ଅଟକାଇ ଯାଞ୍ଚ କରିବାରୁ ଗାଡ଼ି ଭିତରୁ 12,15,700 ଟଙ୍କା ବରାମଦ ହୋଇଥିଲା। ଗାଡ଼ିରେ ଥିବା ବ୍ୟକ୍ତିମାନେ ଉକ୍ତ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଘଟଣାସ୍ଥଳରୁ ଉକ୍ତ 4 ଜଣ ବ୍ୟକ୍ତି ସହ ଟଙ୍କା ଏବଂ ଗାଡ଼ିକୁ ଜବତ କରିଥିଲା ରାମପୁର ପୋଲିସ। ତେବେ ଏନେଇ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 12:10 ସମୟରେ ରାମପୁର ଥାନା କେସ୍ ନମ୍ବର 105/25 ଭାରତୀୟ ନ୍ୟାୟ ସଂହିତା ଧାରା 303(2) ଏବଂ 317(2)ରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।